ଆପଣ ଯଦି ଭାବୁଛନ୍ତି ଭଗବାନ ଆପଣଙ୍କୁ ପରୀକ୍ଷା କରୁଛନ୍ତି, ତେବେ ଏହି ପ୍ରାର୍ଥନାଟି ଶୁଣନ୍ତୁ। ଅନେକ ସମୟରେ ଜୀବନରେ ଏ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ହୁଏ, କାରଣ ପରୀକ୍ଷା ପରେ ହିଁ କୃପା ଆସେ। ତେବେ ଆସନ୍ତୁ ସମସ୍ତେ ମିଶି ଏକାଧାରାରେ ସେହି ପ୍ରିୟ ପରମଙ୍କ ଆଶୀଷ ନେଇ ଆରମ୍ଭ କରିବା ଆଜିର ଅମୃତ ଭରା ବିଷୟଟି। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ମୋର୍, ପରମ ଆରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ମୋର୍, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ମୋର୍, ପୂଜ୍ୟପାଦ ଆଚାର୍ଯ୍ୟ ଦେବ ମୋର୍, ସଭିଙ୍କର ଆତୁଳ ଶ୍ରୀଚରଣରେ କୋଟି କୋଟି ଅନନ୍ତ କୋଟି ପ୍ରଣାମ ନିବେଦନ କରେ ଓ ମୋର ଏହି ଭିଡ଼ିଓ ଦେଖୁଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁଭ୍ରାତା କଲ୍ୟାଣୀମୟୀ ଭକ୍ତିମୟୀ ମା'ମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧା ପ୍ରୀତି ଆନନ୍ଦିତ ଜୟଗୁରୁ ଭଲ ପାଇବା ଓ ପ୍ରଣାମ ନିବେଦନ କରେ। ବନ୍ଧୁଗଣ, ଆଜିର ଏହି ଭାବଭକ୍ତିରେ ଭରା ବିଷୟଟିକୁ ପ୍ରଥମେ ଲାଇକ୍ଟିଏ କରନ୍ତୁ, କମେଣ୍ଟସରେ ଜୟଗୁରୁ ଲେଖନ୍ତୁ, ଆଉ ସବୁଦିନେ ଆତ୍ମିକ କଥା ଶୁଣିବା ପାଇଁ ଆମର ଏହି ଛୋଟ ପ୍ରୟାସ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଓ ପାଖରେ ଥିବା ବେଲ୍ ଘଣ୍ଟିର ଅଲ୍ ବଟନକୁ ଦବାନ୍ତୁ। ତେବେ ଆସନ୍ତୁ ଆଜିର ଏହି ସୁନ୍ଦର ବିଷୟବସ୍ତୁଟିକୁ ଯିବା। ଉନ୍ନତି ଲାଭ କରିବାକୁ ହେଲେ ହିଁ କଠୋର ତପସ୍ୟା ଦରକାର। କାହିଁକି? ଆପଣ ଯଦି ଆଜି ମନେ ମନେ ଭାବୁଛନ୍ତି ଭଗବାନ ମୋତେ କାହିଁକି ଏତେ ପରୀକ୍ଷା କରୁଛନ୍ତି, ଏହି ପରିସରରେ ଭାଙ୍ଗି ପଡ଼ିବା ବା କାନ୍ଦି ଆକୁଳ ହେବା ସାଧାରଣତଃ ଅନେକଙ୍କ ପାଖରେ ଦେଖାଯାଏ। ଆଉ ଆପଣ ଯଦି ରାତିରେ ଚୁପଚାପ ଆଖିରୁ ଲୁହ ଝରାଇ ତାଙ୍କୁ ଦୋଷ ଦେଇ ଅଭିମାନ ନେଇ ଭଗବାନଙ୍କୁ ପଚାରୁଛନ୍ତି, ପ୍ରଭୁ ମୋର ଭୁଲ କ'ଣ, କାହିଁକି ମୋତେ ଏତେ ଦୁଃଖ କଷ୍ଟ ଦେଉଛ, ଆଉ ସହି ହେଉନି, ତେବେ ଏହି ପ୍ରାର୍ଥନାଟି ସମ୍ପୂର୍ଣ୍ଣ ଶୁଣନ୍ତୁ। କାରଣ ସେ ଏତେ ନିଷ୍ଠୁର ନୁହନ୍ତି କି କାହାରି ଅମଙ୍ଗଳ କରନ୍ତିନି। ସଦା ମଙ୍ଗଳ ଉଦ୍ଦେଶ୍ୟାର୍ଥେ ସେ ସବୁବେଳେ ତତ୍ପର। ହଁ ବନ୍ଧୁଗଣ, ସେ ଅବଶ୍ୟ ଡେରି କରାନ୍ତି, ଆଉ ସେହି ସମୟ ଚକ୍ରରେ ଆମେ ପଡ଼ି ଭାବୁ ଏତେ ଡେରି ହେଉଛି, ଏତେ କଷ୍ଟ କାହିଁକି ଦେଉଛନ୍ତି, ମୋର ଗୁହାରି କ'ଣ ତାଙ୍କ କର୍ଣ୍ଣପାତ ହେଉନାହିଁ? ନା ବନ୍ଧୁଗଣ, ସତ କଥା ହେଲା ଆମେ କୌଣସି କିଛି ପାଇବାକୁ ହେଲେ ସେଇଭଳି ଉପଯୁକ୍ତ ନହେଲେ କିପରି ହେବ, ସେ ବା କିପରି ଦେବେ? ଆଉ ସେଇଟା ହିଁ ଆମ ପାଇଁ କଠିନ ପରୀକ୍ଷା। ଆଉ ଏହି ପରୀକ୍ଷା ପରେ ହିଁ ତାଙ୍କର କୃପା ଆସେ। ଯେମିତି ଅନ୍ଧାର ରାତି ପରେ ହିଁ ଆଲୋକର କିରଣ ଜାଗେ, ପ୍ରଭାତର ସୂର୍ଯ୍ୟ ଉଦୟ ହୁଏ, ଠିକ୍ ସେମିତି ଏହା କେବଳ ଜଣକର କାହାଣୀ ନୁହେଁ ବନ୍ଧୁଗଣ। ଏ ଆଜି ସମସ୍ତଙ୍କର ଜୀବନରେ ଆଶା ନିରାଶା ଅବଶୋଷ ନେଇ ହେଉଛି ଏକ ବଡ଼ ପ୍ରମାଣ। ଏହା ହେଉଛି ଯେଉଁଠି ଆଶା ହାରିଗଲା ପରେ ମଧ୍ୟ କୃପା ମିଳିବାର ସାକ୍ଷ୍ୟ ପ୍ରମାଣ। ଦେଖିବେ ଯେଉଁଠି ମଣିଷଟି ସବୁ ଦିଗରୁ ହତାଶ ନିରାଶ ହୋଇପଡ଼େ, ଭାବେ ଆଉ କିଛି କରିହେବ ନାହିଁ, ବାସ୍ ସେଇଠାରେ ପରମ ଦୟାଲ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରଦତ୍ତ ସତମନ୍ତ୍ର କହେ, ମୁଁ ଅଛି ନା, ମୋତେ ଧର, ମୋତେ ଜାବୁଡ଼ି ଧର, ମୋତେ ନିୟମିତ ଜପଧ୍ୟାନରେ ସାମିଲ କରାଅ। ଦେଖିବ, ଅନୁଭବ କରିପାରିବ ଯେ ଭକ୍ତି ଭାବ କେବେ ଈଶ୍ୱରକୁ ଅସ୍ୱୀକାର କରେ ନାହିଁ। କିନ୍ତୁ ଯେଉଁଠାରେ ତୁମ ମାନବୀୟ ସୀମା ଶେଷ ହୁଏ, ସେଇଠାରେ ତାଙ୍କର ଦିବ୍ୟ ଲୀଳା ଆରମ୍ଭ ହୁଏ। କୌରସଭାରେ ଦ୍ରୌପଦୀ ଯେ ପର୍ଯ୍ୟନ୍ତ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିନଥିଲେ, ସେ ପର୍ଯ୍ୟନ୍ତ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ କ'ଣ ଉଦ୍ଧାର କରିଥିଲେ? ଦୁଃଖ ଦୈନ୍ୟ ଅଭାବ ଅଭିଯୋଗ ଇତ୍ୟାଦିରେ ଯେତେବେଳେ ତୁମେ ଜର୍ଜରିତ, ସେତେବେଳେ ତୁମେ ଭାବୁନା କ'ଣ କଲେ ତୁମେ ପଥ ପାଅ, କ'ଣ କଲେ ତୁମେ ତାଙ୍କର ସେହି ଆଶୀଷ ଟିକିଏ ପାଇଥାଅ। ଶ୍ରୀ ଶ୍ରୀ ଠାକୁର ତାଙ୍କର ଅମୀୟ ପୁସ୍ତକ ପଥର କଡ଼ିରେ କହିଲେ, ଭାବି ହିଁ ଠିକ୍ କରିପାରୁନାହ, ତା ଠିକ୍ ବୁଝିବ
ବ୍ୟକ୍ତିତ୍ୱ ତୁମର ବୃଦ୍ଧି ଆଧିପତ୍ୟରେ ବସବାସ କରୁଅଛି। ତେଣୁ ତୁମର ବୁଦ୍ଧି ହତମ୍ଭବ, ବିଚାର ଶକ୍ତି ପଥହରା, କର୍ମଶକ୍ତି ଅବସାଦଗ୍ରସ୍ତ ଓ ନିଥର। ଯେପରି କରି ଯେତେ ଶୀଘ୍ର ପାର ପ୍ରେଷ୍ଟ ପ୍ରାଣ ହୋଇ ତତ୍କର୍ମ ପ୍ରେରଣାରେ ତୁମେ ଉଦାମ ହୋଇ ଉଠ। ତାଙ୍କର ସ୍ୱାର୍ଥ ଓ ପ୍ରତିଷ୍ଠା କଥା ଚିନ୍ତା କର, କୁହ ଆଉ କହିବା ଯାହାଦ୍ୱାରା ସାର୍ଥକ ହୁଏ ଏଭଳି କର୍ମ ନେଇ ବ୍ୟାପୃତ ହୋଇ ଚାଲ। ବୃତ୍ତିଗୁଡ଼ିକୁ ଏପରି ଭାବେ ହିଁ ତାଙ୍କରି ସେବାରେ ନିୟୋଜିତ କରି ଚାଲୁଥାଅ। ଦେଖିବ କିଛି ଦିନ ଭିତରେ ତୁମର ଦୂରଦୃଷ୍ଟ କେଉଁଆଡ଼େ ଉଭେଇ ଯାଉଛି। ଯଦି ଆଜି ଆପଣଙ୍କ ଜୀବନରେ ମଧ୍ୟ ଏକ ଅନ୍ଧକାରର ଦିନ ଚାଲୁଛି ବା ଭାବୁଛ ଅନ୍ଧକାର ଭଳି ଦିନ ଆସୁଛି, କେବଳ ଏତିକି ମନେ ରଖନ୍ତୁ, ଭକ୍ତି ସହକାରେ ହୃଦୟର ଅନ୍ତରର ବେଦନା ସହିତ ତାଙ୍କୁ ଡାକିଲେ ସେ ନିଶ୍ଚୟ ଶୁଣନ୍ତି, ଆଉ କେହି ନୁହନ୍ତି। ଶ୍ରୀ ଶ୍ରୀ ଠାକୁର ତାଙ୍କର ଏହି ମହାନ ଗ୍ରନ୍ଥ ପଥର କଡ଼ି ପୁସ୍ତକରେ କହିଲେ, ତୁମେ ସମ୍ୟକ ଇଷ୍ଟପ୍ରାଣ ଓ ପ୍ରତିଷ୍ଠାପନ୍ନ ପ୍ରାଣରେ ଯଥା ମମତାରେ ମଣିଷକୁ ବରଦାସ୍ତ କର। ନିଜେ ଅଟଳ ରହି ସେମାନଙ୍କର କଥାରେ କାନ ଦିଅ, ଆଉ ଇଷ୍ଟାନୁଗାମୀ ନିୟନ୍ତ୍ରଣ ଓ ସେବାରେ ଅନୁକମ୍ପାର ସହିତ ସେମାନଙ୍କୁ ଉନ୍ନତ ଚଳତଶୀଳ କରି ତୋଳ। ତୁମର ଉନ୍ନତି ମହାନ ଚଳନାରେ ଯେ ଚଳତଶୀଳ ରହିବ ତାହା ଅତି ନିଶ୍ଚୟ। ହେ ପ୍ରଭୁ, ତୁମେ ନିଜ ଇଷ୍ଟ ସ୍ୱରୂପରେ ସମ୍ପୂର୍ଣ୍ଣ, ସ୍ୱୟଂ ସିଦ୍ଧ ଓ ପ୍ରତିଷ୍ଠିତ ଆତ୍ମା ହୋଇ ମଣିଷମାନଙ୍କୁ ତାଙ୍କର ସ୍ୱଭାବ ଓ ଅବସ୍ଥାନ ଅନୁସାରେ ସହନ ବହନ କରୁଛ। ତୁମେ ନିଜେ ଅଟଳ, ଅଚଳ ଓ ଅବଚଳିତ ରହି ତଥାପି ମଣିଷମାନଙ୍କର କଥା, ଆକାଂକ୍ଷା ଓ ଆର୍ତ୍ତନାଦକୁ କାନ ଦେଉଛ। ଇଷ୍ଟପଥ, ଭକ୍ତି ଓ ସତ୍ୟର ମାର୍ଗ ଅନୁସାରେ ନିୟମ, ସଂୟମ ଓ ସେବାର ମାଧ୍ୟମରେ ତୁମେ କରୁଣାର ସହିତ ମଣିଷକୁ ଧୀରେ ଧୀରେ ଉନ୍ନତିର ଦିଗକୁ ନେଇଯାଉଛ। ଯେ ଜୀବନ ତୁମର ମହାନ ଚଳନା, ଧର୍ମ, ସତ୍ୟ ଓ ଧାର୍ମିକ ଉନ୍ନତିର ସ୍ରୋତରେ ନିରନ୍ତର ଚଳତଶୀଳ ରହିବ, ସେ ଉନ୍ନତି ନିଶ୍ଚୟ ହାସଲ କରିବ। ସାର କଥା ହେଉଛି, ଭଗବାନ ଅଚଳ ହେଲେ ମଧ୍ୟ ସେ କରୁଣାଶୀଳ। ସେ ମଣିଷକୁ ଜବରଦସ୍ତି ନୁହେଁ, ଭକ୍ତି, ନିୟମ ଓ ସେବାର ମାର୍ଗରେ ଧୀରେ ଧୀରେ ଉନ୍ନତି ଆଡ଼କୁ ନେଇଯାଆନ୍ତି। ଆମେ ସାଧାରଣତଃ ଭାବୁ ଦୁଃଖ ମାନେ ଅଭିଶାପ, କଷ୍ଟ ମାନେ ଅଭିଶାପ, କିନ୍ତୁ ଆଧ୍ୟାତ୍ମିକ ସତ୍ୟ କ'ଣ ଜାଣନ୍ତି? ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଶ୍ରୀ ଶ୍ରୀ ଠାକୁର ବୁଝାଇ କହୁଛନ୍ତି, ଭକ୍ତି ବଡ଼ ଜବରଦସ୍ତ ଜିନିଷ। ଭକ୍ତି ମଣିଷକୁ କେବଳ ଧର୍ମୀୟ କରେନି, ଭକ୍ତି ମଣିଷକୁ ବୁଦ୍ଧି ଯୋଗାଏ, ସାହସ ଯୋଗାଏ, ଆଉ ତା ଭିତରେ ଅସାଧାରଣ ଶକ୍ତି ଯୋଗାଏ। ଯେଉଁ ମଣିଷ ଭକ୍ତିରେ ଚାଲେ ସେ କେବେ ଭାଙ୍ଗି ପଡ଼େନି, ଭିତରୁ ଭିତରୁ ସେ ଶକ୍ତିଶାଳୀ ହୋଇଯାଏ। ଦୁଃଖ ମାତ୍ରେ ହିଁ ସବୁ ଖରାପ ନୁହେଁ। ଶାସ୍ତ୍ର କହେ ଦୁଃଖର ଦୁଇଟି ରୂପ ଅଛି, ଗୋଟିଏ ହେଉଛି ପ୍ରବୃତ୍ତିଜନିତ କର୍ମର ଫଳ ଯୋଗୁଁ ଭୋଗୁ, ଆଉ ଗୋଟିଏ ହେଉଛି ସାଧନା ପାଇଁ ଆସୁଥିବା ଦୁଃଖ କଷ୍ଟ ସବୁ ସହିବାକୁ ପଡ଼େ। ପ୍ରଥମ ଦୁଃଖ ମଣିଷକୁ ଭାଙ୍ଗି ଚୁରୁମାର କରିଦିଏ, କିନ୍ତୁ ଦ୍ୱିତୀୟ ଦୁଃଖ ମଣିଷକୁ ଗଢ଼ି ଶକ୍ତିଶାଳୀ କରିଦିଏ। ଯେଉଁ ଦୁଃଖ ତୁମକୁ ଅଧିକ ନମ୍ରତା ପ୍ରଦାନ କରେ, ଅଧିକ ଦୟାଳୁ କରି ତୋଳେ, ଅଧିକ ସହାନୁଭୂତିଶୀଳ କରି ତୋଳେ, ସେହି ଦୁଃଖ ଆମ ଆତ୍ମାର ଉନ୍ନତି ପାଇଁ। ଭଗବାନ କାହିଁକି ଦୁଃଖ ଦିଅନ୍ତି ଜାଣନ୍ତି? ଆମେ ଭାବୁ ଭଗବାନ ଦୟାଳୁ, ତେବେ ସେ କାହିଁକି ଦୁଃଖ ଦିଅନ୍ତି? କିନ୍ତୁ ଭଗବାନ କୁହନ୍ତି, ମୁଁ ତୁମକୁ ଦୁଃଖ ଦେଉନି, ମୁଁ ତୁମକୁ ତମ ଭିତରୁ, ତୁମ ଅନ୍ତରରୁ ତୁମକୁ ତିଆରି କରୁଛି, ତୁମକୁ ଶକ୍ତିଶାଳୀ କରି ତୋଳୁଛି। ଯେମିତି ଏ ଜୀବନର ସଂଘର୍ଷପୂର୍ଣ୍ଣ ଦୁଃଖ ଭିତରେ ତୁମେ ଭାଙ୍ଗି ପଡ଼ିବ ନାହିଁ। ଯେମିତି ଲୁହାକୁ ନିଆଁରେ ପକାଇ ହାତୁଡ଼ିରେ ପାହାର ପକାଇଲେ ସେ ଏକ ତୀକ୍ଷ୍ଣ ତଲୱାର ହୋଇ ତିଆରି ହୋଇପଡ଼େ, ସେହିପରି ମଣିଷକୁ ଦୁଃଖ କଷ୍ଟରେ ପକାଇ ନେଇଗଲେ ଭାବିବା କଥା ଭଗବାନ ତାକୁ ଶକ୍ତିଶାଳୀ କରି ତୋଳୁଛନ୍ତି।
ଯେମିତି ସେ ଆଗକୁ ଆସୁଥିବା ଏଇଭଳି ଦୁଃଖ ଦୁର୍ଦ୍ଦଶାକୁ ଅତି ସହଜରେ ସହିପାରିବ। ଉଦାହରଣ, ପିଲାର ପରୀକ୍ଷା, ଜୀବନର ଶିକ୍ଷା ଧର। ଗୋଟେ ପିଲା ପରୀକ୍ଷା ଦେବ, ସେ ଖେଳିବାକୁ ଚାହେଁ, ଟିଭି ଦେଖିବାକୁ ଚାହେଁ, ସେଇ ଅବସ୍ଥାରେ ମୋବାଇଲ ଧରିବାକୁ ବି ଚାହେଁ। କିନ୍ତୁ ମା ବାପା କ'ଣ କୁହନ୍ତି? କୁହନ୍ତି ନା, ଯା ପଢ଼। ପିଲାଟି ଭାବେ ମୋର ମା ମୋର ବାପା ମୋତେ ବହୁତ କଷ୍ଟ ଦେଉଛନ୍ତି, ମୋତେ ଖେଳିବାକୁ ଦେଉନାହାନ୍ତି, ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କି କୌଣସି ମୋ ମନର କଥା ବୁଝୁନାହାନ୍ତି। କିନ୍ତୁ ସେଇ କଷ୍ଟ ଯେତେବେଳେ ଆଗାମୀ ଜୀବନକୁ ତାର ସଶକ୍ତ କରି ଗଢ଼େ, ସେତେବେଳେ ସେ ବୁଝିପାରେ ଯେ ବାପା ମା ସେଦିନ କ'ଣ କହିଥିଲି। ଯଦି ମା ବାପା କହନ୍ତି ନାଇଁ ପଢ଼ିବା ଦରକାର ନାହିଁ, ବା ତୋର ଯାହା ଇଚ୍ଛା ମନରେ ଆସୁଛି ସେଇଆ କର, ତେବେ ସେଇ ପିଲା ତାର ଭବିଷ୍ୟତ ଜୀବନରେ ପଛେଇ ଯାଏ, ତାର ଭବିଷ୍ୟତରେ ସେ ସବୁଠୁ ହାରିଯାଏ। ଠିକ୍ ସେହିପରି ଭଗବାନ ମଧ୍ୟ ତୁମକୁ ଅତି ସହଜ ରାସ୍ତା ଦିଅନ୍ତି ନାହିଁ। ଏହା ଗଭୀର ଭାବରେ ବୁଝିବାକୁ ହେବ। ଆରାମ ପ୍ରିୟ ଜୀବନ, ଆତ୍ମିକ ଅବନତି। ଆଜି ଆମେ ଅତି ଆରାମର ସୁଖ ପ୍ରିୟ ହୋଇପଡ଼ିଛୁ। ଟିକିଏ କଷ୍ଟ ଆସିଲେ ଭାଙ୍ଗି ପଡ଼ୁଛୁ, ଟିକିଏ ଦୁଃଖ ଆସିଲେ ଭଗବାନଙ୍କୁ ଦୋଷ ଦେଉଛୁ, ଭଗବାନଙ୍କୁ ଗାଳି କରୁଛୁ। କିନ୍ତୁ ଶ୍ରୀ ଶ୍ରୀ ଠାକୁର ବୁଝାଇ କହୁଛନ୍ତି, ମଣିଷକୁ ଦାୟିତ୍ୱ ଦେବା ଦରକାର, କଷ୍ଟ ଦେବା ଦରକାର, ନହେଲେ ସେ ଜଡ଼ ହୋଇଯାଏ। ଯେଉଁ ମଣିଷ ଦୁଃଖ କଷ୍ଟକୁ ଭୋଗ କରି ତାକୁ ସୁଖ ଭାବେ ଗ୍ରହଣ କରେ, ସେଇ ମଣିଷ ସତ୍ୟ ତପସ୍ୱୀ। ଦୁଃଖ ଯେତେ ବଡ଼, କୃପା ସେତେ ମହାନ। ଯଦି ଆଜି ତୁମ ଜୀବନରେ ଦୁଃଖ ବଢ଼ୁଛି, ତାହେଲେ ଭୟ କରନି। ସମ୍ଭବତଃ ଭଗବାନ ତୁମକୁ ଅଧିକ ନିକଟକୁ ନେଉଛନ୍ତି। ଯେଉଁ ଗଛ ଅଧିକ ଫଳ ଦେବ, ସେଇ ଗଛକୁ ତ ଅଧିକ ଭଲ ପାଇବା ମିଳିବ, ଆଉ ସେଇ ଗଛକୁ ଅଧିକ ଲୋକ ଟେକା ପକାଇବେ, ଆଉ ସେଇ ଗଛକୁ ଅତି ଶୀଘ୍ର କାଟି ଦିଆଯିବ। ଶ୍ରୀ ଶ୍ରୀ ଠାକୁର ଅତି ସହଜ ସରଳ ଭାବରେ ଆମକୁ ଅନେକ ଥର ବୁଝାଇଛନ୍ତି। ଭକ୍ତି ବଡ଼ ଜବର ଜିନିଷ। ତା ମଣିଷକୁ ବୁଦ୍ଧି ଯୋଗାଏ, ଅସାଧାରଣ ଶକ୍ତି ଯୋଗାଏ। ପୁଣି ଦୁଃଖ ମାତ୍ରେ ହିଁ ସବୁ ଖରାପ ନୁହେଁ। ଏକ ପ୍ରକାର ଦୁଃଖ ହେଲା ପ୍ରବୃତ୍ତି ଜନିତ କର୍ମ ପାଇଁ, ଆଉ ଏକ ପ୍ରକାର ଦୁଃଖ ହେଲା ତପସ୍ୟା ପାଇଁ। ତପସ୍ୟା ପାଇଁ ଯେଉଁ ଦୁଃଖ, ଯାହାକି ନା ତାର ଶ୍ରୀବୃଦ୍ଧିର କାରଣ, ସେଇ ଦୁଃଖରୁ ଯଦି ତୁମେ ମଣିଷ ପ୍ରତି ସହାନୁଭୂତିଶୀଳ ହୋଇ ରକ୍ଷା କରିବାକୁ ଚାହଁ, ତାହେଲେ ତ ତାର ଉନ୍ନତି ହିଁ ରୁଦ୍ଧ ହୋଇଯିବ। ଧର, ଉନ୍ନତି ଲାଭ କରିବାକୁ ହେଲେ ହିଁ କଠୋର ତପସ୍ୟା ଦରକାର। ମୋର ଇଚ୍ଛା ହୁଏ ପ୍ରତ୍ୟେକଟି ମଣିଷ କଠୋର ତପସ୍ୟା ପରାୟଣ ହେଉ। ଏଥିରେ ମଣିଷର ଯେତେ ବି କଷ୍ଟ ହେଉ ନା କାହିଁକି, ସ୍ୱାସ୍ଥ୍ୟ ଯଦି ଠିକ୍ ଥାଏ, ତାହା ଦେଖି ମୋତେ ଖୁବ୍ ଭଲ ଲାଗେ। କଷ୍ଟ କରିବାର ଅଭ୍ୟାସ ଆମର କମିଗଲାଣି। ଆମେ ଖୁବ୍ ଅୟସୀ ଆରାମପ୍ରିୟ ହୋଇପଡ଼ିଛୁ। ଏଇ ଜଡ଼ତା କାଟିବା ପାଇଁ ମଣିଷକୁ ଅନେକ ପରିମାଣରେ ଦାୟିତ୍ୱ ଦେଇ ରଖିବା ଦରକାର। ତାହେଲେ କଷ୍ଟଟାକୁ ମଣିଷ ସୁଖ ବୋଲି ମନେ କରିବ। ହେ ପ୍ରଭୁ, ଶେଷରେ ଆମେ ସବୁବେଳେ ଚାହୁଁ ମୋତେ ସୁଖ ଦିଅ। ଏହା ମୋର ଆବଶ୍ୟକତା ନୁହେଁ। ମୋତେ ଶକ୍ତି ଦିଅ, ମୋତେ ଧୈର୍ଯ୍ୟ ଦିଅ, ମୋତେ ସାହସ ଦିଅ, ମୋତେ ଭକ୍ତି ଦିଅ, ଯେପରି ମୁଁ ମୋର ପ୍ରତ୍ୟେକ ଦୁଃଖକୁ ତୁମ ପାଖରେ ପ୍ରସାଦ ଭାବେ ଗ୍ରହଣ କରିପାରିବି। କାରଣ ପରୀକ୍ଷା ପରେ ହିଁ କୃପା ଆସେ, ଏବଂ ଅନେକ ବର୍ଷ ତପସ୍ୟା ପରେ ହିଁ ଭଗବାନଙ୍କର ଦର୍ଶନ ମିଳେ। ତେବେ ବନ୍ଧୁଗଣ, ଆଜିର ଏହି ଭାବଭକ୍ତିର ସୁନ୍ଦର ବିଷୟବସ୍ତୁଟି ଭଲ ଲାଗିଲେ ଲାଇକ୍ଟିଏ କରନ୍ତୁ, କମେଣ୍ଟସରେ ଜୟଗୁରୁ ଲେଖନ୍ତୁ ଓ ଆମର ଏହି ଛୋଟ ପ୍ରୟାସ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିବା ପାଇଁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ପାଖରେ ଥିବା ବେଲ୍ ଘଣ୍ଟିର ଅଲ୍ ବଟନ୍କୁ ଦବାନ୍ତୁ। ତେବେ ଆସନ୍ତୁ, ଆଜିର ବିଷୟବସ୍ତୁରେ ଏଇଠି ରହିବା। କାଲି ପୁଣି ଆଉ ଏକ ସୁନ୍ଦର ବିଷୟବସ୍ତୁଟି ନେଇ ଆସିବୁ। ସେ ପର୍ଯ୍ୟନ୍ତ ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମମ୍।